ଲାଗୁଛି କମେଣ୍ଟ କରିବେ। ଠିକ୍ ଅଛି, ଆମେ ଏତେ ଆଗରୁ ଆସି ବେଲୁନ୍ ପୁରା ପକେଇ ଦେଇଥିଲୁ। ତାପରେ ଦିନ ବେଳୁ ସକାଳ ଅଛି ଏମିତି ବେଲୁନ୍ ପୁରା ଭିଡ଼ି ଦେଲୁ। ତାପରେ ଗଲୁ ଆମେ ଗୋଟେ ମିଠା ଆଣିବାକୁ, ପୁରା ଏମିତି କିଛି ଥିଲା। ଆଉ ଭାଇ ଏପଟେ ଆମର ମିଠା ପ୍ୟାକିଂ କରିଦେଲେଣି। ଆଜି ଆମ ହେବାର ଅଛି କାରଣ କ'ଣ ପାଇଁ ମିଠା ନେବୁ ଆମେ ଦୋକାନର, ଆଜି ରିବନ କଟା ହେବ। ତ ଆମେ ଆସିଯାଇଛୁ ସବୁ ଅଲରେଡ଼ି। ମୋ ପୁଅ ବି ଆସିଛି, ପୁରା ଦେଖ ମୋ ପୁଅର ଖେଳ କୁହନି, ଏମିତି କିଛି ଥିଲା ଦୃଶ୍ୟ। ଆଉ ଜଣେ ମାତ୍ର ଆସିନଥିଲେ, ଯିଏକି ଆମର ଅଜା ଦେଖୁଥିବେ ଅଛନ୍ତି। ତାପରେ ପାଷ୍ଟର ଆଜ୍ଞା ଆସିଲେ, ପ୍ରେୟାର କଲେ, ଆରମ୍ଭ କଲେ। ତାପରେ ଯାଇ ଆମେ ରିବନ କାଟିବା ଷ୍ଟାର୍ଟ କରିଦେଲୁଣି। ବର୍ତ୍ତମାନ ମୁଁ କଇଁଚି ଦେବି ଅଜାଙ୍କୁ, ଆଉ ଅଜା ଆମର କଇଁଚି କାଟିବେ, କାହିଁକିନା ସବୁକିଛି ମୁଖ୍ୟ ଆମର ଏଇଠି ଅଜା। କାହିଁକି ତାଙ୍କେ ଆମର ସବୁଠୁ ବଡ଼, ଆଉ ତାଙ୍କ ନାଁରେ ଉଦ୍ଦିଷ୍ଟ ହେଲେ ଆମକୁ ଭଲ ଲାଗେ। ତ ଆମ ଅଜା ରିବନ କାଟି ଚାବି ଖୋଲି ଦେଲେ, ଆଉ ପାରୁନଥିଲେ ଯେମିତି ମୁଁ ଖୋଲିଦେଲି। ତାର ଭିତରେ ଏମିତି କିଛି ଦୃଶ୍ୟ ଥିଲା। ସମସ୍ତେ ଗଲୁ ଧନ୍ୟବାଦ ଗୀତ ଗାଈ ଭିତରକୁ ପଳେଇଲୁ। ତାପରେ ପୁଣି ସେ ଭିତରେ କିଛି ପ୍ରେୟାର ହେଲା। ପ୍ରେୟାର ହେଲା ପରେ ସବୁ କିଛି ଏମିତି ଦାଦା ଥିଲେ, ମାମୁଁ ଥିଲେ, ପୁଣି ଅଜା, ପାଷ୍ଟର ଆଜ୍ଞା ସବୁ ସମସ୍ତ ପ୍ରେୟାର ହେଲା। କିଛି କିଛି ସାକ୍ଷ୍ୟ ବି ରହିଲା। ଏମିତି ହୁଏ କି ନ ମୁଁ ଜାଣିନି, ବଟ୍ ଫାର୍ଷ୍ଟ ଟାଇମ୍ ମୁଁ ଏମିତି ଦେଖୁଛି ଆଉ ଫିଲ୍ ବି କରୁଛି। ଏମିତି ଗୋଟେ ରିବନ କଟା ହୁଆ ଦୋକାନୀ ଆମ ଲାଇଫ୍ରେ। ଠିକ୍ ଅଛି, ତ ଆମର ଏପଟେ ମ୍ୟାଡ଼ାମ୍ ପୁରା ମିଠା ଫିଠା କାଢ଼ିଲେଣି। ମିଠା ସମସ୍ତଙ୍କୁ ବାଣ୍ଟିଦେଲେ ପ୍ରେୟାର ସରିଲା ପରେ। ଏମିତି ଖାଇଦେଲେ ସମସ୍ତେ। ତାପରେ ପଳେଇବା ପାଇଁ ସମସ୍ତଙ୍କୁ ନମସ୍କାର ପକେଇଥିଲେ, ଅଜା ହେଇ ଯାଉଥିଲେ। ଠିକ୍ ଅଛି, କେମିତି ଲାଗିଲା ଭିଡ଼ିଓ କମେଣ୍ଟ